କଞ୍ଚା ମୁଗରୁ ମୁଗ ଡାଲି ସେ ବି ମାଇକ୍ରୋୱେଭ୍ରେ ଶୁଣିକି ଟିକେ ଆଶ୍ଚର୍ଯ୍ୟ ଲାଗୁଛି ନା? ଚାଲନ୍ତୁ ଜାଣିବା। ଘରେ କିଛିଟା ମୁଗ ଡାଲି ଥିଲା, ଯେଉଁଟାକି ମୁଁ ଭାବିଲି ମୁଁ ହିଁ ନିଜେ ଘରେ ବନେଇଦେବି। ସେଥିପାଇଁ ସକାଳୁ ସକାଳୁ ମୁଗଟାକୁ ଖରାରେ ଟିକେ ଦେଇଦେଇକି ପଳେଇ ଆସିଲି ଚକି ହେରିକା ଟିକେ ଧୁଆଧୁଇ କରିବାକୁ, କାରଣ ଏଇଥିରେ ହିଁ ଆମର ମୁଗ ଡାଲି ଆମର ବାହାର କରିବା ଆମେ। ମୁଗ ଡାଲିକୁ ପୁରା ପରିଷ୍କାର କିନା ଧୋଇ ଦେଇକିନା ଗୋଟେ ଖରାରେ ଶୁଖେଇଦେଲି। ଟିକେ ଶୁଖିଗଲେ ବହୁତ ସୁନ୍ଦର ଭାବରେ ଆଉ ଓଦାଟା ରହିବନି ଆଉ। ସେଥିପାଇଁ କଞ୍ଚା ମୁଗରୁ ମୁଗ ଡାଲି ତ ସମସ୍ତେ ମିଲ୍ କିମ୍ବା କଳରେ ଦେଇକିନା ମୁଗ ଡାଲିଟା ବନାଉଛନ୍ତି। ଯଦି ମୋ ଭଳିଆ ଟିକେ ପ୍ରୋସେସ୍ ମାଇକ୍ରୋୱେଭ୍ରେ ବନେଇବେ ତ ମୋତେ ଲାଗୁଛି ଟିକେ କମ୍ ଖର୍ଚ୍ଚ ଆଉ କମ୍ ପରିଶ୍ରମରେ ବାହାରିଯିବ। ପ୍ରଥମେ ମାଇକ୍ରୋୱେଭ୍ରେ 5ରୁ 6 ମିନିଟ୍ ମୁଗ ଡାଲିକୁ ମୁଁ ଭାଜିବା ପାଇଁ ରଖିଦେଲି। ଏପଟେ ମୋର ଚକିଟା ବି ଶୁଖି ଯାଇଥିଲା। ମୁଗ ଡାଲି ଟିକେ ଥଣ୍ଡା ହେଇଗଲା ପରେ ଡୁଗୁ ବି ପଳେଇ ଆସିଲା, କହିଲା ମାମା ମାମା ଚାଲ ଚାଲ ଚକି ଚଲେଇବା। ମୋତେ ବସେଇ ଉଠେଇ ଦେଲାନି। ତ ତାର ମୋର ମିଶିକି ଚକି ବୁଲେଇବା କାମରେ ଲାଗି ପଡ଼ିଲୁ। ଚକି ବୁଲେଇକି ଆମେ ମୁଗକୁ ଦିଫାଳ କରିକି ତା ଦେହରୁ ପୁରା କଞ୍ଚା ମୁଗରୁ ମୁଗ ଡାଲି ଆମେ ବାହାର କରିଦେଲୁ। ଆଉ ଯାହା ବି ସେ ଥିଲା ତାକୁ ପାଛୁଡ଼ି ଦେଇକି ସେ ଡାଲିକୁ ତା ଦେହରୁ ଚୋପା ସବୁ ବାହାର କରିଦେଇକି ମୁଁ ଏମିତି ମୁଗ ଡାଲି ଦେଖନ୍ତୁ କେତେ ସୁନ୍ଦର ଭାବରେ ବନେଇଦେଲି। ଆପଣମାନେ ଏମିତି କେବେ